ଦେଖନ୍ତୁ ତିନୋଟି ରଥ ବି ଗୋଟେ ଦ୍ୱନ୍ଦ୍ୱ ଥିଲା, ତାକୁ ସମାଧାନ କରାଗଲା। ମହିଳା ରଥଟା ଗଲାଥର ମାଆଙ୍କୁ ଯେତେବେଳେ ମହିଳାମାନେ ନେଉଥିଲେ ସେତେବେଳେ ମହିଳାମାନେ ପଡ଼ିଗଲେ, ତା ସହିତ ମାଆ ବି ଆଉଜି ଗଲେ। ମାଆଙ୍କୁ ତ ପଡ଼ିଲା ବୋଲି କୁହା ହୁଏନି, ସେ ଆଉଜି ଗଲେ। ଆମେ ତାଙ୍କୁ ଦାୟିତ୍ୱ ଦେବା, ରଥ ଟାଣିବା ପାଇଁ ଦାୟିତ୍ୱ ଦେବା। ମହିଳାମାନେ ରଥ ଟାଣନ୍ତୁ, ଆମର କିଛି କହିବାର ନାହିଁ। କିନ୍ତୁ ଯେଉଁ ପହଣ୍ଡି ସମୟରେ ଯେଉଁଟା ହେଉଛି, ଏଇଟା ଗୋଟେ ବିଚିତ୍ର ପ୍ରକାର ଅସୁବିଧା ହେଉଛି। ସେଥିପାଇଁ ମହିଳାମାନଙ୍କୁ ଆମେ ସ୍ୱାଗତ କରୁଛୁ, ଧନ୍ୟବାଦ ଦେଉଛୁ, ଯାହାଦ୍ୱାରା କି ଆପଣମାନେ ସମସ୍ତେ ସହଯୋଗ କରୁଛନ୍ତି। ହାଉସ୍ରେ ସମସ୍ତେ କହିଲେ ନାହିଁ ମହିଳାମାନେ ପହଣ୍ଡି କରିବା ଦ୍ୱାରା ଅସୁବିଧା ହେଉଛି। ବହୁତ ମଦ ବନ୍ଦ କରାଯିବ, ଇଲେକ୍ଟ୍ରିକ୍ କଥା ହେଲା, ଡ୍ରୋନ୍ ବୁଲିବା କଥା ହେଲା, ବହୁତ ପ୍ରକାର। ସେଇଥିପାଇଁ ଏକ୍ସଟ୍ରା ଏକଥା ମୁଁ କହିଛି, CCTV ଲାଗିବ, ଡ୍ରୋନ୍ ବୁଲିବ ଏବଂ ଇଲେକ୍ଟ୍ରିକ୍ ୱାୟାର ଯେଉଁ ଏପଟ ସେପଟ ଅଛି ତାକୁ ଉଠାଯିବ। 11 KB ଯେଉଁ ଅଛି ମନ୍ଦିର ଉପରେ ତାକୁ ଉଠାଯିବ। ବହୁତ ଗୁରୁତ୍ୱପୂର୍ଣ୍ଣ କଥା ହେଇଛି ଏବଂ ଜଗନ୍ନାଥ ଆଶୀର୍ବାଦ ଶାନ୍ତି ଶୃଙ୍ଖଳା ଭାବରେ କାର୍ଯ୍ୟଟି ସରିଛି ଏବଂ ଆଶା କରୁଛୁ ଶାନ୍ତି ଶୃଙ୍ଖଳା ଭାବରେ ଯେମିତି ରଥଯାତ୍ରାଟି ହେବ।